ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ 18ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 103ଟି ପୁନଃ ବିକଶିତ ରେଳ ଷ୍ଟେସନର ଲୋକାର୍ପଣ କରିବେ। 2022 ମସିହା ଡିସେମ୍ବରରେ ଏହି ଅମୃତ ଭାରତ ଷ୍ଟେସନ ଯୋଜନାର ଶୁଭାରମ୍ଭ ହୋଇଥିଲା। ଦେଶର 1300ରୁ ଉର୍ଦ୍ଧ୍ୱ ରେଳ ଷ୍ଟେସନକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲାର କଳିଙ୍ଗ ନଗରଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାଦ୍ୱାରା 1,15,000 କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ 35,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ବସ୍ତି ବାସିନ୍ଦାଙ୍କୁ ବାସଗୃହ ସହିତ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ବସ୍ତି ଅଞ୍ଚଳଗୁଡ଼ିକରେ ଆଦର୍ଶ ଆବାସିକ ଅଞ୍ଚଳ ସ୍ଥାପନ କରିବା ଦିଗରେ କାର୍ଯ୍ୟ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସାଇବର ଅପରାଧର ମୁକାବିଲା ପାଇଁ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ସବୁ ଜିଲ୍ଲାରେ ସାଇବର ପୁଲିସ ଥାନା ପ୍ରତିଷ୍ଠା ସହ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଉପକରଣ ଆଦି ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର କଟକ କମିଶନରେଟ୍ ପୁଲିସର 17ତମ ସ୍ଥାପନା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସ୍ମାର୍ଟ ପୁଲିସିଂ ଉପରେ ଗୁରୁତ୍ୱ ଦେଇ ସ୍ମାର୍ଟ ପୁଲିସ ଗଠନର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଅବସରରେ ମୁଖ୍ୟମନ୍ତ୍ରୀ 112ଟି ନବନିର୍ମିତ ପୁଲିସ କ୍ୱାର୍ଟର୍ସକୁ ଉଦ୍ଘାଟନ କରିଛନ୍ତି। ଭୁବନେଶ୍ୱର ଲେକ୍ ଅଞ୍ଚଳକୁ ବିଶ୍ୱସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଲୋକସେବା ଭବନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲେକ୍ ଅଞ୍ଚଳର ବିକାଶ ହେଲେ ଏହା ଏକ ଆଧୁନିକ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଣତ ହୋଇପାରିବ। ସୂଚନା ଅନୁସାରେ ପ୍ରାଥମିକ ସ୍ତରରେ ନିକୋ ପାର୍କ ଅଞ୍ଚଳର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଦାଦନ ଶ୍ରମିକ ବିସ୍ଥାପନ ପାଇଁ ଗଠିତ ଟାସ୍କ ଫୋର୍ସ ଅଧ୍ୟକ୍ଷ କନକବର୍ଦ୍ଧନ ସିଂହଦେଓ ଭାରତ ପକ୍ଷରୁ ଦକ୍ଷିଣ ଏସିଆ ଲେବର ମୋବିଲିଟି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ ବିସ୍ଥାପିତ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ତଥା ଏହାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଶ୍ୱ ବ୍ୟାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଭୁଟାନର ଥିମ୍ପୁଠାରେ ବିଶ୍ୱ ବ୍ୟାଙ୍କ ଓ ଭୁଟାନ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଶ୍ରୀ ସିଂହଦେଓ ଭୁଟାନର ପ୍ରଧାନମନ୍ତ୍ରୀଙ୍କ ସହ ଦୁଇ ଦେଶ ମଧ୍ୟରେ ସହଭାଗିତା ନେଇ ଆଲୋଚନା କରିଥିଲେ। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଆଗାମୀ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରୀତିନୀତି ନିର୍ଘଣ୍ଟ ସ୍ଥିରୀକୃତ ହୋଇଛି। ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି। ଜୁନ୍ 27 ତାରିଖ ରଥଯାତ୍ରା ଦିନ ସକାଳ 6ଟାରେ ମଙ୍ଗଳ ଆଳତୀ ନୀତି ଅନୁଷ୍ଠିତ ହେବ। ସକାଳ 9ଟା ସୁଦ୍ଧା ରଥ ପ୍ରତିଷ୍ଠା ନୀତି କରାଯାଇ 9:30ରେ ପହଣ୍ଡି ଆରମ୍ଭ ହେବ। ଜୁଲାଇ 6 ତାରିଖ ଦିନ ମହାପ୍ରଭୁଙ୍କ ସୁନାବେଶ ସନ୍ଧ୍ୟା 5ଟାରୁ 6:30 ମଧ୍ୟରେ କରାଯିବା ନେଇ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଭାରତ G20 ଶେର୍ପା ଅମିତାଭ କାନ୍ତ ସମ୍ବଲପୁରସ୍ଥିତ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ଦେବ୍ରିଗଡ଼ ଇକୋ ଟୁରିଜିମ୍କୁ ଦେଶର ସର୍ବୋତ୍ତମ ଇକୋ ଟୁରିଜିମ୍ ଗନ୍ତବ୍ୟସ୍ଥଳ ଭାବରେ ପ୍ରଶଂସା କରିଛନ୍ତି। ସୂଚନା ଅନୁସାରେ ଦେବ୍ରିଗଡ଼ଠାରେ ଜଙ୍ଗଲ ଉପରେ ନିର୍ଭରଶୀଳ 85ଟି ପରିବାର ବିଭିନ୍ନ ଇକୋ ଟୁରିଜିମ୍ କାର୍ଯ୍ୟକଳାପରୁ ଜୀବିକା ଅର୍ଜନ କରୁଛନ୍ତି। ଆଗାମୀ ଗ୍ରୀଷ୍ମକାଳୀନ ଅବକାଶ ସମୟରେ ଓଡ଼ିଶା ସୂଚନା କମିଶନରେ ମାମଲାଗୁଡ଼ିକର ଶୁଣାଣି ଜାରି ରହିବ ବୋଲି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ମନୋଜ ପରିଡ଼ା ସୂଚନା ଦେଇଛନ୍ତି। ଗତ କିଛି ବର୍ଷ ଧରି 20,000ରୁ ଉର୍ଦ୍ଧ୍ୱ ମାମଲା ଚୂଡ଼ାନ୍ତ ଶୁଣାଣି ପାଇଁ ବିଚାରାଧୀନ ରହିଛି। ଗ୍ରୀଷ୍ମ ଅବକାଶ ହେଲେ ଶୁଣାଣିରେ ଆହୁରି ବିଳମ୍ବ ହେବ ବୋଲି ଶ୍ରୀ ପରିଡ଼ା କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ହେଉଥିବା ଜଙ୍ଗଲର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ ଜୈବ ବିବିଧତା ଦିବସର ବାର୍ତ୍ତା ରହିଛି, ନିରନ୍ତର ବିକାଶ ଲକ୍ଷ୍ୟ ପାଇଁ ପ୍ରକୃତି ସହ ସମନ୍ୱୟ ବଜାୟ ରଖିବା। ମିଳିତ ଜାତିସଂଘ ପକ୍ଷରୁ 2006 ମସିହାରୁ ଆଜିର ଦିନକୁ ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ସମ୍ବଲପୁର ଓ ବୌଦ୍ଧ ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରେକର୍ଡ କରିଥିଲା। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ 10ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା 32 ମିନିଟ୍ରେ।